ଯଦି ଓଡ଼ିଆ ସିନେମା ଦେଖୁଥାନ୍ତି ଓଡ଼ିଆ ସିନେମା ରୁଚି ଥାଏ ଓଡ଼ିଆ ସିନେମାର ମେଗାଷ୍ଟାର ଓଡ଼ିଆ ସିନେମାର ସୁପରଷ୍ଟାର ତଥା ଏଇ ଗଞ୍ଜାମ ଜିଲ୍ଲାର ଗର୍ବ ଗୌରବ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ଆବାଜ ଆପଣମାନଙ୍କ ସାମ୍ନାରେ ପ୍ରେଜେଣ୍ଟ କରିବାକୁ ଯାଉଛି। ଯଦି ଭଲ ଲାଗିଲା ଯଦି ଆପଣମାନଙ୍କୁ ଲାଗିଲା ସିଦ୍ଧାନ୍ତ ସାର୍ଙ୍କ ଭଏସ୍ ସହିତ ମୋ ଭଏସ୍ ମ୍ୟାଚ୍ କରୁଛି ତେବେ ଏଇ ଛୋଟ କଳାକାରଙ୍କୁ ଗୋଟେ ଛୋଟିଆ କରତାଳିଟିଏ ଦେବେ। ଯଦି ଭଏସ୍ ଭଲ ଲାଗେ କରତାଳି ଦେବେ, ଭଏସ୍ ଭଲ ନ ଲାଗିଲେ ଆଦୌ କରତାଳି ଦେବେନି। ସିଦ୍ଧାନ୍ତ ମହାପାତ୍ର ଫିଲ୍ମ ଦେ ମା ଶକ୍ତି ଦେ। ବାପା ମୁଁ ଗୋଟେ ମଣିଷ ହିଁ ଜାଣିଛି ଆଉ ଗୋଟେ ମଣିଷର କଷ୍ଟ କ'ଣ ମଣିଷ ହିଁ ବୁଝିଛି ଆଉ ଗୋଟେ ମଣିଷର ଦୁଃଖ କ'ଣ। ହେଲେ ମୋର ଏତିକି ଦୁଃଖ ଯେ ମୋତେ କେହି ବୁଝିପାରିଲେନି। ଆଜି କାଜଲ ଶାଶୁ ଘରକୁ ଯାଇଥିଲି। କାଜଲ ଶାଶୁ ଏତେ ଭଲ ଲୋକ ଯେ ସେ ମିଠା ଖାଇବେ କ'ଣ ସବୁଯାକ ମିଠା ମୋତେ ଖୁଆଇଦେଲେ। ଏ ଦୁନିଆରେ ଏତେ ସ୍ନେହୀ ଲୋକ ଥାନ୍ତି। ସେବେଠାରୁ ମୋ ଆରତି କଥା ମୋ ଘର କଥା ମୋର ବହୁତ ମନେ ପଡ଼ୁଛି। କେହି ନଥାନ୍ତୁ ସେଠି ସକାଳୁ ଉଠି 2 କପ୍ ଚା କରିବି। ଗୋଟେ କପ୍ ଚା ପଛେ ଥଣ୍ଡା ହେଇଯାଉ ଖାଇବା ବେଳକୁ 2 ପ୍ଲେଟ୍ ଭାତ ବାଢ଼ିବି। ଗୋଟେ ପ୍ଲେଟ୍ ଭାତ ପଛେ ଅଇଁଠା ନ ହଉ ଆଉ ଅଫିସ୍ ଗଲା ବେଳକୁ ପଛକୁ ଅନେଇ ଟିକେ ହାତ ହଲେଇ ଦେବି। ଦୁଆର ବନ୍ଧ ପାଖରେ ମୋ ଆରତି ଥାଉ କି ନଥାଉ ନାଇଁ ବାପା ସେ ଘରେ ମୋ ଆରତି ଅଛି, ମୋ ଆରତିର ଆତ୍ମା ଅଛି। ସେ ଘରକୁ ଛାଡ଼ି ମୋ ଆରତିକୁ ଛାଡ଼ି ମୁଁ କୁଆଡ଼େ ଯାଇପାରିବିନି। ଆପଣ ମୋତେ କ୍ଷମା କରନ୍ତୁ ବାପା, କ୍ଷମା କରନ୍ତୁ କ୍ଷମା କରନ୍ତୁ କ୍ଷମା କରନ୍ତୁ। ତେବେ ଏବେ ଯାହାଙ୍କ ଭଏସ୍ ଆପଣମାନଙ୍କ ସାମ୍ନାରେ ପ୍ରେଜେଣ୍ଟ କରିବି ଓଡ଼ିଶା ସିନେ ଜଗତର ଦୁର୍ଦ୍ଦାନ୍ତ ଖଳନାୟକ ସ୍ୱର୍ଗତ ରାଇମନ ପରିଡ଼ାଙ୍କ ଆବାଜ ଆପଣମାନଙ୍କ ସାମ୍ନାରେ ପ୍ରେଜେଣ୍ଟ କରୁଛି। ଯଦି ଭଲ ଲାଗିଲା ଯଦି ଲାଗିଲା ରାଇ ସାର୍ଙ୍କ ଭଏସ୍ ସହିତ ମୋ ଭଏସ୍ ମ୍ୟାଚ୍ କରୁଛି ତେବେ ମୋ ପାଇଁ ନୁହେଁ ସ୍ୱର୍ଗତ ରାଇମନ ପରିଡ଼ାଙ୍କ ପାଇଁ ଗୋଟେ ଜବରଦସ୍ତ କରତାଳିଟିଏ ଦେବେ। ରେଡି ଶାବକୁ ତମେ ଯେତେ କ୍ଷୀର ଦେଲେ ବି ତା ଚୋଟରେ କେବଳ ବିଷ ଥାଏ ରୁଦ୍ର ନାରାୟଣ କେବଳ ବିଷ। ଆଉ ତମର ସେଦିনের ସେ ଜାପଟା ମତେ ବିଷାକ୍ତ କରିଦେଇଛି ବିଷାକ୍ତ।